ଆମ କାଳିଆ ସମ୍ପର୍କିତ ବଛା ବଛା 30ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ନେଇ ଜେନେରାଲ ନଲେଜ ଓଡ଼ିଆ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ପ୍ରଥମ ପ୍ରଶ୍ନ, ପୁରୀ ଜଗନ୍ନାଥ ମନ୍ଦିରର ଶୁଭାରମ୍ଭ ପ୍ରଥମେ କେଉଁ ରାଜା କରିଥିଲେ? ଉତ୍ତର ଚୋଳ ଗଙ୍ଗଦେବ। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶରେ ଥିବା 4 ଧାମରୁ ଶ୍ରେଷ୍ଠ ଧାମ କ'ଣ? ଉତ୍ତର ପୁରୀ ଜଗନ୍ନାଥ ମନ୍ଦିର। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ଜନ୍ମ ମାସ କିଏ? ଉତ୍ତର ଜ୍ୟେଷ୍ଠ ମାସ। ଜଗନ୍ନାଥଙ୍କ ଶ୍ମଶାନକୁ ସ୍ୱର୍ଗଦ୍ୱାର ବ୍ୟତୀତ ଆଉ କ'ଣ କୁହାଯାଏ? ଉତ୍ତର କୋଇଲି ବୈକୁଣ୍ଠ। ପୁରାଣ ଅନୁସାରେ ପୁରୀ ମନ୍ଦିର କିଏ ନିର୍ମାଣ କରିଥିଲେ? ଉତ୍ତର ରାଜା ଇନ୍ଦ୍ରଦ୍ୟୁମ୍ନ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ରଥର ନାମ କ'ଣ? ଉତ୍ତର ନନ୍ଦିଘୋଷ। ବଳଭଦ୍ରଙ୍କ ରଥର ନାମ କ'ଣ? ଉତ୍ତର ତାଳଧ୍ୱଜ। ସୁଭଦ୍ରାଙ୍କ ରଥର ନାମ କ'ଣ? ଉତ୍ତର ଦେବଦଳନ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ମୋଟ କେତୋଟି ଚକ ଥାଏ? ଉତ୍ତର 16ଟି। ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ମୋଟ କେତୋଟି ଚକ ଥାଏ? ଉତ୍ତର 14ଟି। ସୁଭଦ୍ରାଙ୍କ ଦେବଦଳନ ରଥରେ ମୋଟ କେତୋଟି ଚକ ଥାଏ? ଉତ୍ତର 12ଟି। ପରବର୍ତ୍ତୀ ପ୍ରଶ୍ନ, ପ୍ରଭୁଙ୍କ ନବକଳେବର କେତେ ବର୍ଷରେ ଥରେ ହୋଇଥାଏ? ଉତ୍ତର ଯୋଡ଼ା ଆଷାଢ଼ ପଡ଼ୁଥିବା ବର୍ଷରେ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କ ମହାପ୍ରସାଦ ପ୍ରଥମେ କାହାକୁ ଅର୍ପଣ କରାଯାଏ? ଉତ୍ତର ମା ବିମଳାଙ୍କୁ। କାହାକୁ ଠାକୁର ଦେଶ ବୋଲି କୁହାଯାଏ? ଉତ୍ତର ଓଡ଼ିଶାକୁ। ପରବର୍ତ୍ତୀ ପ୍ରଶ୍ନ, ସିଂହଦ୍ୱାର ଆଗରେ ଥିବା ସ୍ତମ୍ଭର ନାମ କ'ଣ? ଉତ୍ତର ଅରୁଣ ସ୍ତମ୍ଭ। ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥରେ ମୋଟ କେତେ ଖଣ୍ଡ କାଠ ଲାଗେ? ଉତ୍ତର 742 ଖଣ୍ଡ। ତାଳଧ୍ୱଜ ରଥରେ ମୋଟ କେତେ ଖଣ୍ଡ କାଠ ଲାଗେ? ଉତ୍ତର 731 ଖଣ୍ଡ। ଦେବଦଳନ ରଥରେ ମୋଟ କେତେ ଖଣ୍ଡ କାଠ ଲାଗେ? ଉତ୍ତର 711 ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ବଳଦେବଙ୍କୁ କେଉଁ ତତ୍ତ୍ୱର ପ୍ରତୀକ ବୋଲି କୁହାଯାଏ? ଉତ୍ତର ଶିବ ତତ୍ତ୍ୱର। ଜଗନ୍ନାଥଙ୍କୁ କେଉଁ ତତ୍ତ୍ୱର ପ୍ରତୀକ ବୋଲି କୁହାଯାଏ? ଉତ୍ତର ଆତ୍ମତତ୍ତ୍ୱର। ପରବର୍ତ୍ତୀ ପ୍ରଶ୍ନ, ପ୍ରଭୁ ହାତୀ ବେଶ କେବେ ଧାରଣ କରନ୍ତି? ଉତ୍ତର ଦେବସ୍ନାନ ପୂର୍ଣ୍ଣିମାରେ। ପରବର୍ତ୍ତୀ ପ୍ରଶ୍ନ, ଶବରମାନଙ୍କର ରାଜା କିଏ ଥିଲେ? ଉତ୍ତର ବିଶ୍ୱାବସୁ। ପରବର୍ତ୍ତୀ ପ୍ରଶ୍ନ, ରଥ ଏବଂ ବାହୁଡ଼ା ମଧ୍ୟରେ ବ୍ୟବଧାନ କେତେ ଦିନ? ଉତ୍ତର 9 ଦିନ। ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ଦଉଡ଼ିର ନାମ କ'ଣ? ଉତ୍ତର ଶଙ୍ଖଚୂଡ଼ା। ଦେବଦଳନ ରଥର ଦଉଡ଼ିର ନାମ କ'ଣ? ଉତ୍ତର ସ୍ୱର୍ଣ୍ଣଚୂଡ଼ା। ତାଳଧ୍ୱଜ ରଥର ଦଉଡ଼ିର ନାମ କ'ଣ? ଉତ୍ତର ବାସୁକି। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀକ୍ଷେତ୍ରରେ ପ୍ରଭୁ ବସୁଥିବା ସ୍ଥାନକୁ କ'ଣ କୁହାଯାଏ? ଉତ୍ତର ରତ୍ନବେଦୀ।
ଆଜିର ଅନ୍ତିମ ପ୍ରଶ୍ନ, ପ୍ରଭୁ ମାଉସୀ ଘରକୁ ଯାଇ ବସୁଥିବା ବେଦୀକୁ କ'ଣ କୁହାଯାଏ? ଉତ୍ତର ଜନ୍ମବେଦୀ। ଆଶା କରୁଛି ଆମେ ଆଲୋଚନା କରିଥିବା ଆମ ମଉଡ଼ମଣିଙ୍କ ସବୁତକ ପ୍ରଶ୍ନ ଆପଣଙ୍କୁ ଉପଯୋଗୀ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରିବା ସହିତ ତଳେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେନି। ଆଉ ଏମିତି ଇମ୍ପୋର୍ଟାଣ୍ଟ ଜିକେ ଭିଡ଼ିଓ ପ୍ରତ୍ୟେକ ଦିନ ସକାଳ 7:30ରେ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ଜେନେରାଲ ନଲେଜ ଓଡ଼ିଆକୁ ସବସ୍କ୍ରାଇବ୍ କରିପାରନ୍ତି।